ଯାହା ହଉ ଧନ୍ୟବାଦ। ଜୟ ଜଗନ୍ନାଥ। ଆଜି ଆମେ ଉପସ୍ଥିତ ଅଛୁ ଖୋର୍ଦ୍ଧା ଥାନା ଆଗରେ, ଯେଉଁ ଖୋର୍ଦ୍ଧାର ଆଦର୍ଶ ଥାନା, ସେଇ ଖୋର୍ଦ୍ଧାର ପାଇକ ପୁଅ ଯାହାଙ୍କର ସାରା ୱାର୍ଲଡରେ ଆଜି ଚର୍ଚ୍ଚିତ ଏବଂ ତାଙ୍କର ଯେଉଁ ପାଇକ ପୁଅର ଆଖଡ଼ା ରିକେଶ ବାବୁ ମୋ ସହିତ ଉପସ୍ଥିତ ଅଛନ୍ତି। ଆଜି ଯେଉଁ ପ୍ରୋଗ୍ରାମ ପାଇଁ ଆମ ଗାଁର ଛୁଆ ଅନନ୍ତ ବଟର ଯୁବ ପିଲାମାନେ ଆସିଥିଲେ, ସେମାନେ ଆଜି এই ପାଇକ ଆଖଡ଼ାକୁ ଗାଁକୁ ନେବା ପାଇଁ ଏକ ପ୍ରସ୍ତୁତ କରୁଛନ୍ତି ଏବଂ ଯାହା ହଉ ସେ ବନ୍ଧୁ ଜଣକ ବି ଆମକୁ ଦେଖି ବହୁତ ସମ୍ମାନ ଦେଲେ ଏବଂ ଯେଉଁ ସମ୍ମାନ ଆମେ ପାଇଲୁ ସେ ସମ୍ମାନ ଭୁଲିପାରିବୁନି। ସେ ବନ୍ଧୁଙ୍କୁ ନିମନ୍ତ୍ରଣ କଲୁ ଯେ ଆପଣ ଚାଲନ୍ତୁ ନୂଆହାଟ, ଦେଖନ୍ତୁ ଆମ ପିଲାଙ୍କର କେମିତି ପ୍ରକାର ହେଇଛି, କ'ଣ ପ୍ରୋଗ୍ରାମ କେମିତି ହୁଏ, ଆଉ ଆମ ପିଲାଙ୍କର ଭାଷା ବ୍ୟବହାର କେମିତି। 3 ତାରିଖ ଆସନ୍ତା ବୁଧବାର 3 ତାରିଖ ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ, ଆପଣ ଏଇ ପାଇକ ପୁଅଙ୍କର ଗର୍ବ। ଆମେ ସମସ୍ତେ ଓଡ଼ିଆ, ଆମେ ଓଡ଼ିଶାବାସୀ, ଆମ ଗର୍ବ ହେଉଛି ପାଇକ ପୁଅ। ଆମେ ସେଇ ପାଇକ ପୁଅଙ୍କୁ ଆଜି ପାଇବା, ଆମ ଗହଣରେ ପାଇକିରି ଆମେ ଖୁସି ହେବୁ। ତେଣୁ ସେମାନେ ଯାଇ ପହଞ୍ଚିବେ, ଆପଣମାନେ ଅବଶ୍ୟ ସ୍ୱାଗତ କରିବେ ଏବଂ ସେଇ ସ୍ୱାଗତରେ ଉପସ୍ଥିତ ରହିବେ ଆମର ଗାଁର ମାନ୍ୟମାନ ବ୍ୟକ୍ତି ଏବଂ ଗାଁ କମିଟିର ମୁଖ୍ୟ ଲୋକ ମୁରବୀ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଭାଇମାନେ। ସେପ୍ଟେମ୍ବର 3 ତାରିଖ ଦିନ ସମସ୍ତେ ଆସି ପହଞ୍ଚନ୍ତୁ, ଯିଏକି କାକଟପୁରରେ ଆମର ପାଇକ ପୁଅର କମଳ ଭାଇମାନେ ଆଜିକା ଯୁଗରେ ଓଡ଼ିଆ ପାଇକ ପୁଅ ଯେଉଁ ଟିଭିରେ ଆପଣମାନେ ଦେଖୁଛନ୍ତି, ନ୍ୟାସନାଲ ଲେବୁଲରେ ଦେଖୁଛନ୍ତି ଯେଉଁ ପାଇକ ପୁଅ, ଖୋର୍ଦ୍ଧାର ଯେଉଁ ଆସିବା ପାଇକ ପୁଅ, ଜିତେଶକୁ ମଧ୍ୟ ଦେଖିବେ, ଯେଉଁ ଇନଷ୍ଟାଗ୍ରାମ ୟୁଟ୍ୟୁବରେ ଆପଣ ଦେଖୁଛନ୍ତି ପଥର ମଙ୍କାରୁ ଧରିକି ନିଆଁ ପ୍ରୋଗ୍ରାମ ପର୍ଯ୍ୟନ୍ତ ସେଇ ପାଇକ ପୁଅକୁ ଦେଖିପାରିବେ ସେପ୍ଟେମ୍ବର 3 ତାରିଖ ଦିନ। ତାହେଲେ ଡେଟ୍ କାହିଁ କରୁଛନ୍ତି? 9/8